ମହାଭାରତରେ ବହୁତ ଚରିତ୍ର ଅଛି। ଯୋଦ୍ଧା, ମହାଯୋଦ୍ଧା, ରଥୀ, ମହାରଥୀ ସମସ୍ତଙ୍କ ବିଷୟରେ ଆଲୋଚନା କଲାବେଳେ ମୁଁ ଖାସ୍ କରି କର୍ଣ୍ଣ ବିଷୟରେ ଶୁଣିବାକୁ ବା ଆଲୋଚନା କରିବାକୁ ବହୁତ ଭଲ ଲାଗେ। ମୋର ବ୍ୟକ୍ତିଗତ ଭାବରେ ଦୁର୍ବଳତା ଏଇଟା। ତାପରି ଚରିତ୍ର ବିରଳ, ତା କାହାଣୀ ବେଶ୍ ହୃଦୟସ୍ପର୍ଶୀ। ଏମିତି କୌଣସି ଯୋଦ୍ଧା ନାହିଁ ଯିଏକି ଯୁଦ୍ଧ ପୂର୍ବରୁ ନିଜର ସୁରକ୍ଷାର କବଚ କୁଣ୍ଡଳ ଦାନ କରି ଯୁଦ୍ଧକୁ ବାହାରିବା, ଯୁଦ୍ଧ ପୂର୍ବ ଦିନ ନିଜର ପରିଚୟ ପାଇସାରିବା ପରେ ତଥାପି ନିଜ ବାକ୍ୟରେ ଅଟଳ ରହି ଯୁଦ୍ଧକୁ ବାହାରିବା, ମାଆକୁ କଥା ଦେଇଥିଲେ ବୋଲି ନିଜର ଚାରି ଭାଇଙ୍କ ଉପରେ ଅସ୍ତ୍ର ପ୍ରହାର ନ କରିବା, ବିରଳ ଯୋଦ୍ଧା। ହାରିବା ସୁନିଶ୍ଚିତ ଜାଣିବି ପକ୍ଷ ନ ଛାଡ଼ିବା। ଛୋଟ ହୃଦୟ ନୁହଁ, ଏଟା ବିଶାଳ ହୃଦୟ। ବାସ୍ତବରେ କର୍ଣ୍ଣ ପାଖରେ ଅର୍ଜୁନ କିଛି ବି ନୁହଁ। ଯୁଦ୍ଧ ଚାଲିଥାଏ କର୍ଣ୍ଣ ଆଉ ଅର୍ଜୁନ ମଧ୍ୟରେ। ଉଭୟଙ୍କ ଉପରକୁ ଶର ମାରୁଥାନ୍ତି। କର୍ଣ୍ଣ ଶର ମାରିଲା ବେଳେ ଅର୍ଜୁନ ରଥ ଚାରି ହାତ ପଛକୁ ଘୁଚୁଥିଲା ବେଳେ, ଅର୍ଜୁନ ଶର ମାରିଲା ବେଳେ କର୍ଣ୍ଣର ରଥ 100 ହାତ ପଛକୁ ଘୁଚିଯାଏ। ଏସବୁ ଦେଖି ଭଗବାନ ଶ୍ରୀକୃଷ୍ଣ କର୍ଣ୍ଣକୁ ଧନ୍ୟବାଦ ଦିଅନ୍ତି। ଧନ୍ୟ କର୍ଣ୍ଣ ତୁ, ଧନ୍ୟ ତୋର ପିତାମାତା, ଧନ୍ୟ ତୋର ଜନ୍ମଦାତା। ଅର୍ଜୁନ ସପକ୍ଷରେ ଶ୍ରୀକୃଷ୍ଣ ଥାଇ ଶତ୍ରୁକୁ ଟେକିବା ଛୋଟ କଥା ବି ନୁହଁ। ଖରାପ ଲାଗିଲା ଭଳି ଅର୍ଜୁନକୁ ମଧ୍ୟ ଖରାପ ଲାଗିଲା। ଆଉ ସମ୍ଭାଳି ନ ପାରି ପଚାରିଲା, ପ୍ରଭୁ ମୁଁ ଶର ମାରୁଛି, କର୍ଣ୍ଣର ରଥ 100 ହାତ ଘୁଚିଲା ବେଳେ କର୍ଣ୍ଣ ତ ଶର ମାରୁଛି, ମୋ ରଥ ମାତ୍ର 5 ହାତ ଘୁଚୁଛି। ତାପରେ ବି ଆପଣ କର୍ଣ୍ଣକୁ ଧନ୍ୟବାଦ ଦେଉଛନ୍ତି, ତା ଜନ୍ମକୁ ଧନ୍ୟବାଦ ଦେଉଛନ୍ତି, ତା ବଳକୁ ଧନ୍ୟବାଦ ଦେଉଛନ୍ତି। ବାସ୍ତବରେ ତ ମୋ ବଳ ଅଧିକ ହେଲା। ତା ପ୍ରତିବଦଳରେ କୃଷ୍ଣ କହିଲେ, କର୍ଣ୍ଣ ଯେଉଁ ରଥରେ ବସିକି ଯୁଦ୍ଧ କରୁଛି ସେଟା ଗୋଟେ ସାଧାରଣ ରଥ, କାଠ ତିଆରି ରଥ। କିନ୍ତୁ ତମେ ଯେଉଁ ରଥରେ ବସିକି ଯୁଦ୍ଧ କରୁଛ ସେଟା ଗୋଟେ ସାଧାରଣ ରଥ ନୁହଁ। ତୁମ ରଥର ସାରଥି ମୁଁ ନିଜେ, ତ୍ରିଭୁବନପତି। ପିଲାଦିନେ ମୋ ମା ମୋ ପାଟି ଭିତରେ ବ୍ରହ୍ମାଣ୍ଡ ଦେଖିଥିଲା, ଅର୍ଥାତ୍ ମୋ ଲୋମମୂଳେ ବ୍ରହ୍ମାଣ୍ଡ ଗୁଡ଼ା ଝୁଲୁଛି। ସବୁ ଦେବାଦେବୀଙ୍କୁ ମୁଁ ନିମନ୍ତ୍ରଣ କରିଛି ତୁମ ରଥକୁ ସୁରକ୍ଷା ଦେବା ପାଇଁ, ଧ୍ୱଜାରେ ହନୁମାନ। ଏତେ ସବୁ ପରେ ବି ତମ ରଥକୁ ସେ 5 ହାତ ଘୁଚଉଛି, ଏଇଟା କ'ଣ ଛୋଟିଆ କଥା? ଛାଡ଼ ସେସବୁ। ଯୁଦ୍ଧ ତ ଚାଲିଥାଏ। ଯୁଦ୍ଧରେ ନିରସ୍ତ୍ର ଥିବା ସମୟରେ ଅର୍ଜୁନ କର୍ଣ୍ଣ ଉପରକୁ ଅସ୍ତ୍ର ପ୍ରହାର କଲେ। କର୍ଣ୍ଣ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଭଗବାନଙ୍କୁ ପଚାରିଲେ, ପ୍ରଭୁ ମୋ କର୍ମରେ, ମୋ ଭାଗ୍ୟରେ ଆପଣ ଏମିତି କାହିଁକି ଲେଖିଦେଲେ? ମୁଁ ସୂର୍ଯ୍ୟପୁତ୍ର କର୍ଣ୍ଣ, ମା ତାଙ୍କ ବାଲ୍ୟ ବୟସରେ ମୋତେ ଜନ୍ମ ଦେଲେ ବୋଲି ନିନ୍ଦାକୁ ଡରି ନଦୀରେ ଭସେଇ ଦେଲେ। କେଉଟ ଘରେ ବଢ଼ିଲି, ସୂତପୁତ୍ରର ପରିଚୟ ପାଇଲି। ତେଣୁ ବିଦ୍ୟା ଶିକ୍ଷା ପାଇଁ ଗୁରୁକୁଳରେ ମୋତେ ବାରଣ କରାଗଲା। ବାଧ୍ୟ ହୋଇ ମିଛ କଥା କହି ମୁଁ ବିଦ୍ୟା ଶିଖିଲି। ଶେଷରେ ଗୁରୁ ପରଶୁରାମ ମୋତେ ଛୋଟ ଅଭିଶାପଟିଏ ଦେଇଦେଲେ ସତ ଜାଣିବା ପରେ। ବାସ୍ତବରେ ସେଇଟା କ'ଣ ସତ ଥିଲା? ପ୍ରେମ ସମସ୍ତଙ୍କ ଜୀବନରେ ଆସିଲା ଭଳି ମୋ ଜୀବନରେ ମଧ୍ୟ ଆସିଲା। ଦ୍ରୌପଦୀ, ତାହା ପୁଣି ସର୍ତ୍ତରେ। ପାଣିକୁ ଅନେଇବ, ଉପରେ ଚକ୍ର ବୁଲିବ, ମାଛ ଆଖିକୁ ତଳକୁ ଅନେଇକି ତୀର ନିକ୍ଷେପ। ସମ୍ଭବ କଥା ନୁହଁ, ମାତ୍ର ମୋ ପକ୍ଷରେ ଅସମ୍ଭବ ନଥିଲା। ହେଲେ ମୋତେ ସୂତପୁତ୍ର କହି ସଭାରୁ ତଡ଼ି ଦିଆଗଲା। ମୋତେ ସୁଯୋଗ ଦିଆଗଲାନି। କ'ଣ ପାଇଁ? ସେଥିପାଇଁ ମନର ମଣିଷକୁ ହରେଇଦେଲି। ନିଜର ସତ ପରିଚୟ ଜାଣିବା ପାଇଁ ବ୍ୟାକୁଳିତ ହୋଇ ମୁଁ ଖୋଜି ବୁଲୁଥିଲା ବେଳେ ମୋତେ କେହି ଚିହ୍ନି ପାରିଲେନି, ଆପଣ ବି ନୁହଁ। କ'ଣ ପାଇଁ? ମୋ ଶରୀରରେ କବଚ, କର୍ଣ୍ଣରେ କୁଣ୍ଡଳ, ମସ୍ତକରେ ସୂର୍ଯ୍ୟଙ୍କ ତିଳକ ଦେଖି କେବଳ ଆପଣଙ୍କ ଭାଷାରେ ସେ ଅନ୍ୟାୟୀ ଲୋକଟା ମୋତେ ଚିହ୍ନି ପାରିଲା। ଦୁନିଆ ମୋତେ ପର କରିଦେଉଥିଲା ବେଳେ ସେ ଲୋକଟି ମୋତେ
ଆପଣାର କରିପାରିଲା ନିଜର ମିତ୍ର ଭାବରେ। ଦୁନିଆ ମୁହଁ ଫେରେଇ ନେଉଥିଲା ବେଳେ ସେ ଅନ୍ୟାୟ ଲୋକଟି ମୋତେ ହୃଦୟରେ ଲଗେଇଥିଲା, ଗଳି ଲଗେଇଥିଲା। ନିଜର ଅଙ୍ଗରାଜକୁ ଦାନ କରି ମୋତେ ରାଜାର ପରିଚୟ ଦେଇଥିଲା। ତାର ଏହି ଋଣ ପାଇଁ ମୁଁ ନିଜକୁ ତା ପାଖରେ ସମର୍ପଣ କରିଦେଇଥିଲି। ତ ମୋର କେଉଁଠି ଭୁଲ ରହିଲା? ମୁଁ କାହିଁକି ଆଜି ସରଶଯ୍ୟାରେ ସବୁ ସାମର୍ଥ୍ୟ ଥାଇ ବି ଯୁଦ୍ଧ କ୍ଷେତ୍ରରେ ଥିବା ସମସ୍ତ ଯୋଦ୍ଧା ସହିତ ଅର୍ଜୁନ ଆଉ 4 ଭାଇ ଶ୍ରୀକୃଷ୍ଣ ନିଜେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। କର୍ଣ୍ଣର କୌଣସି କଥାରେ ଭୁଲ ନଥିଲା। ମୃତ୍ୟୁ ଶଯ୍ୟାରେ ରହି ଯାହା କହିଥିଲା ଅକ୍ଷର ଅକ୍ଷରେ ସେ ସତ କଥା କହିଥିଲା। ବାସ୍ତବରେ ତାର ଭୁଲ ରହିଲା କେଉଁଠି? ଭଗବାନ ଶ୍ରୀକୃଷ୍ଣ କହିଲେ, ତୁମେ ଠିକ୍ କହିଛ କର୍ଣ୍ଣ। ଯାହା ଯାହା ତୁମ ଜୀବନରେ ଘଟିଛି ବାସ୍ତବରେ ତାହା ଦୁଃଖପୂର୍ଣ୍ଣ। ହେଲେ ମୋ କଥା ଚିନ୍ତା କର। ଜନ୍ମ ହେଲି ବନ୍ଦିଶାଳାରେ। ରାତାରାତି ମୋତେ ବନ୍ଦିଶାଳରୁ ଆଉ ଗୋଟେ ଜାଗାକୁ ନିଆଗଲା। ପୁଣି ମଝିରେ ନଦୀ ଥାଇ ନଦୀରେ ପାର ହେଇକି ମୁଁ ଗଲି। ବଢ଼ିଲି ଗାଈଗୋରୁ ମେଳରେ। ଗାଈଗୋରୁ ମେଳରେ ରହି ଶିକ୍ଷା ଦୀକ୍ଷା ସବୁ ଭୁଲିଗଲି। ଆହରଣ କରିପାରିଲିନି। ମୋ ନିଜ ମାମୁଁ ଯେଉଁଠି ମୁଁ ପୂଜାର ଯୋଗ୍ୟ ସେ ମୋତେ ଅସୁର ଅସୁରୁଣୀ ପଠାଇ ପିଲା ବେଳୁ ମାରିଦେବାକୁ ବସିଥିଲା। ମୋ କର୍ମ ବଳରୁ ମୁଁ ବଞ୍ଚିଗଲି। ଆଉ ତୁମେ କହୁଛ ପ୍ରେମ କ'ଣ ମୋ ଜୀବନରେ ଆସିନି? ପ୍ରେମ କଲେ ରାଧାକୁ, ବାହା ହେଲି ରୁକ୍ମିଣୀକୁ। ସେଇଟା କ'ଣ ମୋ ଜୀବନର ଦୁଃଖ ନୁହଁ? ଦୁର୍ଯ୍ୟୋଧନ ତୁମକୁ କେବଳ ଆଲିଙ୍ଗନ କରିଛି, ହୃଦୟରେ ଲଗେଇଛି, ହୃଦୟରେ ସ୍ଥାନ ଦେଇନି। ସେ ତୁମକୁ ବ୍ୟବହାର କରିବା ପାଇଁ ଏସବୁ କରିଛି। କିନ୍ତୁ ତୁମେ ତାକୁ କ'ଣ ବୁଝିଲ ଯେ ସିଏ ମୋତେ ପରିଚୟ ପ୍ରଦାନ କରିଛି। ଆରେ ମୁଁ ବି ତ ଗୋଟେ ଜାଗାରେ ଜନ୍ମ ହୋଇ ଅନ୍ୟ ପରିଚୟରେ ବଞ୍ଚିଲି, ଅନ୍ୟ ପରିଚୟରେ ବଡ଼ ହେଲି। ମୋ ଜନ୍ମଦାତା ବାପା ମାଆଙ୍କୁ ମୁଁ ଦେଖିନାହିଁ ସୁଦ୍ଧା। ଏଇଟା କ'ଣ ମୋ ପାଇଁ ଦୁଃଖ ନୁହଁ? ହେଲେ ବି ମୁଁ ତ କାହିଁ ବିଚଳିତ ହୋଇ ଅନ୍ୟାୟ ପଟେ ଯାଇ ନିଜର ପରିଚୟ ଖୋଜିଲିନି? ତୁମେ ତୁମ ରାସ୍ତାରେ ରହିବି ନିଜର ପରିଚୟ ଖୋଜି ପାରିଥାନ୍ତ। ତୁମେ ସତ୍ୟ ବାଟରେ ରହିବି ନିଜର ପରିଚୟ ଖୋଜି ପାରିଥାନ୍ତ। ତୁମେ ଧର୍ମ ବାଟରେ ରହିବି ନିଜର ପରିଚୟ ଖୋଜି ପାରିଥାନ୍ତ। ପରିଚୟ ଖୋଜିବା ପାଇଁ, ନିଜର ପରିଚୟ ପାଇବା ପାଇଁ ଅନ୍ୟାୟ ରାସ୍ତା ଆପଣେଇବା କ'ଣ ନିହାତି ଜରୁରୀ? ତୁମେ ପରା ଦ୍ରୌପଦୀକୁ ନିଜର ମନ, ପ୍ରାଣ, ହୃଦୟ ସବୁ ଦେଇ ଭଲ ପାଇଥିଲ। ସଭା ମଧ୍ୟରେ ନିବସ୍ତ୍ର ଦ୍ରୌପଦୀର ଶରୀର ଦେଖିବା ପାଇଁ ତୁମେ କ'ଣ ଚାହିଁ ବସିଥିଲ? କେମିତି ତୁମେ ସମ୍ଭାଳି ପାରିଲ ସଭା ମଧ୍ୟରେ ନିଜର ପ୍ରେମିକାର ବସ୍ତ୍ରହରଣ ଦେଖିବାଟା? ତୁମର ଶକ୍ତି, ତୁମର ବଳ କୁଆଡ଼େ ଗଲା ସେହି ସମୟରେ? କିଛି ନହେଲେ ବି ନିଜର ପ୍ରେମ ପାଇଁ ତୁମେ ତ ତୁମ ଶକ୍ତି ଦେଖାଇ ପାରିଥାନ୍ତ। କିନ୍ତୁ ତୁମେ ଦୁର୍ଯ୍ୟୋଧନ ପାଖରେ ନିଜକୁ ବିକ୍ରି କରିଦେଇଥିଲ। ଅନ୍ୟାୟ ପାଖରେ ନିଜକୁ ବିକ୍ରି କରିଦେଇଥିଲ। ଦୁର୍ଯ୍ୟୋଧନ ପାଖରେ ତୁମର କୌଣସି ମୂଲ୍ୟ ନଥିଲା। ସେ କେବଳ ତୁମକୁ ଅଙ୍ଗରାଜ ଦାନ କରି ରାଜା ନୁହଁ କିଣି ଦେଇଥିଲା। ତୁମେ ଚାହିଁଥିଲେ ଏ ବିଶାଳ ମହାଭାରତ, 18 ଦିନର ମହାଭାରତ ହେଇନଥାନ୍ତା। କେତେ କେତେ ନିରୀହ ସୈନ୍ୟମାନଙ୍କ ଜୀବନ ଯାଇନଥାନ୍ତା। କେତେ ଯୋଦ୍ଧା, କେତେ ମହାଯୋଦ୍ଧା, କେତେ ରଥୀ ଆଉ ମହାରଥୀ ଏଇ ମାଟିରେ ସେମାନଙ୍କ ମୁଣ୍ଡ ଗଡ଼ି ନଥାନ୍ତା। ମାନି ଦୁର୍ଯ୍ୟୋଧନ ପାଖକୁ ମୁଁ ତ ଯାଇଥିଲି ସନ୍ଧି ପ୍ରସ୍ତାବ ନେଇ। ସର୍ତ୍ତ ରଖିଥିଲି 5 ଖଣ୍ଡ ଗାଁ ଦେଇଦିଅ 5 ପାଣ୍ଡବଙ୍କ ନାଁରେ। ହେଲେ ସିଏ କହିଥିଲା ବିନା ଯୁଦ୍ଧେ ଦେବି ନାହିଁ ଶୁଚିଗ୍ରେ ମେଦିନୀ। ନିଜର ସାମର୍ଥ୍ୟ ପାଇଁ ଯୁଦ୍ଧର ଆହ୍ୱାନ କରିଦେଲ। ପୁଣି ଅନ୍ୟାୟ ପଟେ ରହି ତୁମର ସାମର୍ଥ୍ୟକୁ ତୁମେ ଯଦି ଠିକ୍ରେ ବିନିଯୋଗ କରିଥାନ୍ତ ଆଜି ତୁମେ ମୃତ୍ୟୁ ଶଯ୍ୟାରେ ନଥାନ୍ତ। ବାସ୍ତବରେ ସାଙ୍ଗମାନେ, ଜୀବନ ପାଇଁ ଯୁଦ୍ଧ ନୁହଁ, ପ୍ରେମ ଜରୁରୀ। ଆଉ ପ୍ରେମ ପାଇଁ ପ୍ରତିଶୋଧ ନୁହଁ, ପ୍ରତିସମ ଜରୁରୀ। ଆମେ ଯୁଦ୍ଧ କରି ବା ଖଣ୍ଡା ଦେଖାଇ, ବନ୍ଧୁକ ଦେଖାଇ ଜଣକୁ ମାରିପାରିବା, ମାତ୍ର ଜିତି ପାରିବାନି। ଜିତିବା ପାଇଁ ପ୍ରେମ ଜରୁରୀ। ଯିଏ ପ୍ରେମରେ ହାରିପାରିବ ସେ କେବେ ପ୍ରେମ ପାଇଁ କାହାକୁ ମାରିପାରିବନି। ଜୟ ଶ୍ରୀକୃଷ୍ଣ।